ଚକ୍ରତୀର୍ଥ ରୋଡ୍ ସ୍ଥିତ ସ୍ଥାନୀୟ ସଂସ୍କୃତି ଭବନ ସଭାଗୃହରେ ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ପଣ୍ଡା ପାଟଣା ଧୁସୁରୀ ଭଦ୍ରକ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନର ସମାଜସେବୀ ଓ ଶିକ୍ଷାବିତ୍ ଶଶଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଉଦ୍ଘାଟକ କେଶବ ଚନ୍ଦ୍ର ରାଉତ, ବେଦ ବିଶ୍ୱବିଦ୍ୟାଳୟର କୁଳପତି ହରିହର କାନୁନଗୋ, ମୁଖ୍ୟ ବକ୍ତା ଭାବେ ଡକ୍ଟର ଜୟଶ୍ରୀ ନନ୍ଦ, ବିଶିଷ୍ଟ ଅତିଥି ଭାବେ ଶିଖର କବି ଶ୍ରୀଧର ଶେଖର ମହାପାତ୍ର, ବିଶିଷ୍ଟ ବକ୍ତା ଭାବେ ଶାରଦା ପ୍ରସାଦ ମିଶ୍ର, ସମ୍ମାନିତ ବକ୍ତା ଭାବେ ବସୁଦେବ କୁଟୁମ୍ବକମର ସଭାପତି ଭାଗୀରଥୀ ସାହୁ, ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗକବି ସମ୍ପଦ କୁମାର ରଥ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଦିବ୍ୟ ଦର୍ଶନର ସମ୍ପାଦିକା ପ୍ରଭାସିନୀ ମିଶ୍ର ଓ ଲକ୍ଷ୍ମୀପ୍ରିୟା ରାଉତରାୟଙ୍କ ସଂଯୋଜନାରେ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଭାଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁକରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।